ସାର୍ ଆଜି ଓଡ଼ିଶାରେ ବିଜେପି ସରକାର ବଜେଟ୍ ବିଷୟରେ କିଛି କହିବେ। ଓଡ଼ିଶା ସରକାରଙ୍କର ଯେଉଁ ଗତକାଲି ପୂର୍ଣ୍ଣାଙ୍ଗ ବଜେଟ୍ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ନେତୃତ୍ୱରେ ଆସାମରେ ପାସ୍ ହେଇଛି, ତାହା ଏକ ଯୁଗାନ୍ତକାରୀ ପଦକ୍ଷେପ। ଏମିତି ବଜେଟ୍ ଦୀର୍ଘ 25 ବର୍ଷ ଭିତରେ କୌଣସି ପ୍ରକାର ସମତୁଳ ବଜେଟ୍ ଆସିପାରିଲା ନାହିଁ। କାହିଁକି ଏହି ବଜେଟ୍ରେ କୃଷକ, ମହିଳା, ଯୁବବର୍ଗ, ST SC, ମାଇନର କାଷ୍ଟ ସମସ୍ତଙ୍କ ଉପରେ ଗୁରୁତ୍ୱ ଦିଆଯାଇଛି ଏବଂ ଗତ ସରକାରଙ୍କର ବଜେଟ୍ ଯେଉଁ 230 କୋଟି ଥିଲା, ଏଇଟା 265 କୋଟି କରି 15% ବଜେଟ୍ ବଢ଼ାଯାଇଛି। ଏହି ବଜେଟ୍ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତିକରଣରେ ସହାୟକ ହେବ। କାହିଁକି କଥା ମୁଁ କହିଲି, ଯେଉଁ ST SC ଷ୍ଟୁଡେଣ୍ଟ ମାନେ ଓଡ଼ିଶାର ଡ୍ରପ୍ ଆଉଟ୍ ହାରରେ ଭାରତର ଓଡ଼ିଶା ହେଉଛି 1 ନମ୍ବର, ତାକୁ ଦୂର କରିବା ପାଇଁ ବର୍ତ୍ତମାନ ଆମର ପ୍ରିୟ ସରକାର ପ୍ରତ୍ୟେକ ST SC ପିଲା ପାଠ ପଢ଼ିଲେ 5,000 ଟଙ୍କା ପ୍ରୋତ୍ସାହନ ଦେଉଛି, ଯାହାଫଳରେ ବାପା ମା ବାଧ୍ୟ ହୋଇକି ପିଲାଙ୍କୁ ପାଠ ପଢ଼ାଇବେ। ପିଲାଟା ମେଟ୍ରିକୁଲେସନ୍ ପରେ ଯିବ ଏବଂ ମେଟ୍ରିକୁଲେସନ୍ ପରେ ଗଲା ପରେ ତାର ଶିକ୍ଷାର ଉନ୍ନତି ହୋଇପାରିବ। ଆଗରୁ କ'ଣ ହେଉଥିଲା, ପିଲା ଡ୍ରପ୍ ଆଉଟ୍ ହେଲା ପରେ 8th କ୍ଲାସ୍ରୁ ସେମାନେ ଦାଦନ ଶ୍ରମିକ ଖଟିବାକୁ ପଳେଇ ଯାଉଥିଲେ। ତେଣୁ ଦାଦନ ଶ୍ରମିକ ହାରରେ ଓଡ଼ିଶା ସବୁଠୁ ବେଶୀ ଥିଲା। এই যে ପଦକ୍ଷେପ ନିଆଗଲା ପିଲାମାନଙ୍କୁ 5,000 ଦେଇକି, ପିଲା କେବେ ଡ୍ରପ୍ ଆଉଟ୍ ହେବେନି, ପାଠ ହିଁ ପଢ଼ିବେ। ଏହାଦ୍ୱାରା ST SC ସମ୍ପ୍ରଦାୟର ମାଇନର କାଷ୍ଟର ଉନ୍ନତି ହେବ। ଦ୍ୱିତୀୟ କଥା ହେଉଛି, ଏହି ବଜେଟ୍ରେ କୃଷକମାନଙ୍କ ପାଇଁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। କାହିଁକି କୃଷକମାନଙ୍କର ତାଙ୍କର ଦ୍ୱିଗୁଣିତ କରିବା ପାଇଁ, ତାର ଇନକମ୍ ଦ୍ୱିଗୁଣିତ କରିବା ପାଇଁ ଆର ଯଥେଷ୍ଟ ପଦକ୍ଷେପ ନିଆଯାଇଛି ଏବଂ ନୂତନ ଯନ୍ତ୍ରପାତି ଦ୍ୱାରା କୃଷିର କେମିତି ଉନ୍ନତି ହେବ ସେ ବିଷୟରେ କରାଯାଇଛି। କାହିଁକି ଗତ କାଲି ଆସାମରେ ମୁଁ ଯାହା ଶୁଣୁଥିଲି, ଆମର କୃଷିମନ୍ତ୍ରୀ ବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ କହିଲେ ଗୋଟେ ପ୍ରଶ୍ନ ଉତ୍ତରରେ, ଲୟଲ ସୁକେଟ ପ୍ରକଳ୍ପରୁ କାହିଁକି ପାଣି ଯାଉନି ବୋଲି ଆମର ଜଣେ ବିଧାୟକ ପ୍ରଶ୍ନ କରିଥିଲେ। ତାର ଉତ୍ତରରେ କହିଲେ ଯେ 8 ଫୁଟ ଡ୍ୟାମ୍ର ପାଣି ଧାରଣ କ୍ଷମତା ଅଛି, 6 ଫୁଟରେ ଗତ ସରକାର ନିର୍ବାଚନ ପ୍ରଚାର ପାଇଁ ତାକୁ ଇନାଗୁରେସନ୍ କରିଦେଇଥିଲେ। ତେଣୁ ପାଣି ଯିବାର ପ୍ରଶ୍ନ ହିଁ ଉଠୁନି। 8 ଫୁଟ ପାଣି ରହିବାକୁ ଥିଲେ ଶୁକ୍ଳ ଡ୍ୟାମ୍କୁ ଆହୁରି 2 ଫୁଟ ବଢ଼େଇବାକୁ ପଡ଼ିବ। ତେଣୁ ଏହି ଚିନ୍ତାଧାରା ଏହି ସରକାରଙ୍କର ଯଥେଷ୍ଟ ଭାବରେ ରହିଛି। ତେଣୁ ଜଳସେଚନ କ୍ଷେତ୍ରରେ କହ, ଶିକ୍ଷା କ୍ଷେତ୍ରରେ କହ, ST SC ଅଗ୍ରଗତି କ୍ଷେତ୍ରରେ କହ, ଆଉ ମହିଳା କ୍ଷେତ୍ରରେ ତ ଅତୁଳନୀୟ ଅବଦାନ। କାହିଁକି ଯେଉଁ ବର୍ତ୍ତମାନ ସୁଭଦ୍ରା ଯୋଜନାରେ ଯେଉଁ 10,000 କୋଟି ଟଙ୍କା ଦେଇଛନ୍ତି, ଜଣେ ମହିଳା ଘର ଭିତରେ ରହିକି ତାର 50,000 ଭାଉଚର ମାଧ୍ୟମରେ ସେ କୌଣସି ପ୍ରକାର ବିଜନେସ୍ କରିକି ସେ ସ୍ୱାବଲମ୍ବନ ହୋଇପାରିବ ଏବଂ ମହିଳାର ଉନ୍ନତିକରଣରେ ଯଥେଷ୍ଟ ସହାୟକ ହେବ। ତେଣୁ ଏ ବଜେଟ୍ ଏକ ସମତଳ ବଜେଟ୍, ଲୋକାଭିମୁଖୀ ବଜେଟ୍ ଏବଂ ଅତି ଆଦରଣୀୟ ବଜେଟ୍ ଏବଂ ମୋଦି ଡବଲ ଇଞ୍ଜିନ୍ ଦ୍ୱାରା ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ହେବା ପାଇଁ ଏ ସରକାର ଆଗକୁ ବଢ଼ିବ। ଶେଷରେ ଲୋକାଭିମୁଖୀ ବଜେଟ୍ ଯେଉଁ ବାହାର କରିଛନ୍ତି ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ, ଏଥିପାଇଁ ଆମେ ସରକାରଙ୍କ ତରଫରୁ, ଏହି ନିର୍ବାଚନ ମଣ୍ଡଳୀ ତରଫରୁ ତାଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛୁ। ସାର୍ ବିଷମ କଟକରେ ନୂତନ ଭାବରେ ADJ କୋର୍ଟ ଉପରେ କିଛି କହିବେ। ବିଷମ କଟକ ଗୋଟେ ଅନୁନ୍ନତ ଅଞ୍ଚଳ, ଆଦିବାସୀ ଅଞ୍ଚଳ, ଆଉ ଅଧିକାଂଶ ଗରିବ। ସେମାନେ ତାଙ୍କର ଉପଯୁକ୍ତ ନ୍ୟାୟ ପାଇବା ପାଇଁ ରାୟଗଡ଼ା କିମ୍ବା ଗୁଣପୁର କୋର୍ଟକୁ ଯାଇଥାନ୍ତି, ଯଦ୍ୱାରା କି ସେମାନଙ୍କର 3 ଦିନ ସମୟ ନଷ୍ଟ ହୋଇଥାଏ। ସେଥିପାଇଁ ଦୀର୍ଘ ଦିନରୁ ଅମ୍ବାଦଳା, ମୁନିଗୁଡ଼ା, ବିଷମ କଟକଠୁ ଆରମ୍ଭ କରିକି ଦୁର୍ଗୀ, କୁର୍ଲିଠାରୁ ଆରମ୍ଭ କରି ରାଶିଖୋଲା, ଏ ଅଞ୍ଚଳବାସୀ ଦୀର୍ଘ ଦିନ ହେଲା ତାଙ୍କର ଦାବି ଜଣାଇ ଆସୁଛନ୍ତି ସରକାରଙ୍କ ପାଖରେ। ତତ୍ସଙ୍ଗେ ସଙ୍ଗେ ବିଷମ କଟକର ଆଇନଜୀବୀମାନେ ମଧ୍ୟ ତାଙ୍କର ଦାବି ଜଣାଇ ଆସୁଛନ୍ତି, କିନ୍ତୁ ଆମର ସରକାର କୌଣସି ପ୍ରକାର, ସେତେବେଳର ସରକାର କୌଣସି ପ୍ରକାର କର୍ଣ୍ଣପାତ କରିନଥିଲେ। ଆଉ ବର୍ତ୍ତମାନ ଆମେ ଶୁଣିବାକୁ ପାଉଛୁ ନିକଟ ଭବିଷ୍ୟତରେ ହେଲା ଭଳି ଅଛି। ଯଦି ଏହା ହେବ ବୋଲେ ଏ ଅଞ୍ଚଳର ସବୁ ଲୋକ ସେମାନଙ୍କର ନ୍ୟାୟ ପାଇପାରିବେ, ବିନା ଖର୍ଚ୍ଚରେ କିମ୍ବା କୌଣସି ବିନା ଅସୁବିଧାରେ ସେମାନେ ତାଙ୍କର ନ୍ୟାୟ ପାଇପାରିବେ।
ତେଣୁ ଆମେ ସରକାରଙ୍କୁ ମୋହନ ମାଝୀ ସରକାରଙ୍କୁ ଆମେ ଅନୁରୋଧ କରୁଛୁ, ଆମ ଆଇନ ମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ ଏହା ଉପରେ ବିଶେଷ ଧ୍ୟାନ ଦେବେ ଏବଂ ଲୋକଙ୍କର କାର୍ଯ୍ୟ କରିବେ। ସାର୍ ଆଜି ବିଜେପି ସରକାରଙ୍କର ବଜେଟ୍ ବିଷୟରେ କିଛି କହିବେ? जय जगन्नाथ। बर्तमान भारतीय जनता पार्टी ओडिशा मोहन माझी सरकार शपथ नहीं ओडिशार लोकाभिमुखी जो योजना गुड़िक कर सब यथार्थता अच्छी ग्रहणीय। आउ काली जो बजेट पास कर से बजेट रे समृद्धि कृषक योजना, गोपबंधु स्वास्थ्य कल्याण आ जलसेचन उपरे जो ये करचंती, वृद्धा विकलांग अनाथ पिलामानक पई जो साहाय्य सहानुभूति देखते सेटा स्वागत योग्य। पूर्व सरकार जो निष्पत्ति नहीं जो काम जाक करथिले से सब जाक दुर्नीतिग्रस्त, खाली कागज पत्र सब जाक सीमित रहिला। विषमकटक अंचल रघुवारी खलियागुड़ा आरंभ करके विषमकटक मणिगुड़ा रासखोला डुकुम साहड़ा इे गले कुर्ली खमसी ये सब जाक लोक आमर एडीजे कोर्ट पाई बोलिकी जो आगुरी डिमांड होके आसुला सीटा पूर्व सरकार स्तर में सीमित रहिला, कौन प्रकार आगू बढ़िला नहीं। वर्तमान सरकार जदि सेटा हस्तक्षेप करती विषमकटक एडीजे कोर्ट जदि स्थापन करिवे ताहले निरीह गरीब लोक पछुआ वर्ग लोक सब सुविधा पाइबे। से दृष्टि माननीय मुख्यमंत्री मोहन चरण माझी एवं आईन मंत्री पृथ्वीराज हरिचंदन को आमे अनुरोध करुछु जेमिति कि विषमकटक एडीजे कोर्ट स्थापन होवा पाई पदक्षेप नियंतु।